ସକାଳୁ ବାସି ମୁହଁରେ ଝିଅ ନାଁ କହି 3 ଢୋକ ପାଣି ପିଇଦିଅ। ଗ୍ୟାରେଣ୍ଟି ଦେଉଛି ସନ୍ଧ୍ୟା ସୁଦ୍ଧା ସେ ଝିଅ ପଟିଯିବ। ହଁ ଫ୍ରେଣ୍ଡସ୍, ଯଦି ଆପଣ କେଉଁ ଝିଅ ବା ବିବାହିତା ନାରୀକୁ ମନେ ମନେ ଭଲ ପାଉଛନ୍ତି, ତାହାର ସୁନ୍ଦରତାକୁ ଦେଖି ତା ଆଡ଼କୁ ଆକର୍ଷିତ ହେଉଛନ୍ତି, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କ ପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ଏମିତି ଏକ ସହଜ ଘରୋଇ ବଶୀକରଣ ନେଇ ଆସିଛି, ଯାହାକୁ ଆପଣ କରିଦେଲେ ନିଜ ପସନ୍ଦର ସେ ଝିଅ ବା ନାରୀକୁ ପଟେଇ ପାରିବେ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ମନ୍ତ୍ରତନ୍ତ୍ର କରିବାକୁ ପଡ଼ିବନି କିମ୍ବା କୌଣସି ପ୍ରକାର ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। ଆପଣ ବିନା ମନ୍ତ୍ର, ବିନା ତନ୍ତ୍ର, ବିନା କିଛି ଜିନିଷ ଖୁଆଇ ପିଆଇ ନିଜ ପସନ୍ଦର ଝିଅ ବା ନାରୀକୁ ପଟେଇ ପାରିବେ, ତାଠାରୁ ନିଜର କିଛି ବି କାମ ହାସଲ କରିପାରିବେ। ସିଏ ଆପଣଙ୍କୁ କୌଣସି ପ୍ରକାର ବାଧା ଦେବ ନାହିଁ। ହଁ ଫ୍ରେଣ୍ଡସ୍, ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଆପଣ କିପରି ସକାଳୁ ଉଠିବା ମାତ୍ରେ ବାସି ମୁହଁରେ ଯେଉଁ ଝିଅ ବା ସ୍ତ୍ରୀର ନାମ କହି 3 ଢୋକ ପାଣି ପିଇଦେବେ, ତାପରେ ଦେଖିବେ ଚମତ୍କାର। କିପରି ସେ ଝିଅ ବା ବିବାହିତା ନାରୀ ଆପଣଙ୍କର ବଶରେ ହୋଇଯିବ, ଆପଣଙ୍କର ଗୁଲାମୀ କରିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସିଏ କରିବ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଯଦି ଆପଣ ଝିଅ ପଟେଇବାକୁ ଚାହୁଁଛନ୍ତି, ବିବାହିତା ନାରୀକୁ ପଟେଇବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟିକୁ ପୁରା ଧ୍ୟାନ ସହିତ ଶେଷ ପର୍ଯ୍ୟନ୍ତ ଦେଖିବେ। ଯଦି କେଉଁ ଝିଅ ଆପଣଙ୍କୁ ଧୋକା ଦେଇଛି, ଛାଡ଼ି ପଳେଇଛି, ଅନ୍ୟ କାହା ସହିତ କଥା ହେଉଛି, ଅନ୍ୟ କାହାକୁ ଭଲ ପାଉଛି, ତେବେ ମାତ୍ର ଥରେ ସକାଳୁ ଉଠିବା ମାତ୍ରେ ବାସି ମୁହଁରେ ତାହାର ନାମ କହି 3 ଢୋକ ପାଣି ପିଇଦିଅ। ଗ୍ୟାରେଣ୍ଟି ଦେଉଛି ସେ ଝିଅ ଯେତେ ଦୂରରେ ଥିଲେ ମଧ୍ୟ ନିଜେ ଆସିବ ଆପଣଙ୍କର ପାଦ ତଳେ ପଡ଼ିବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଏହି ବଶୀକରଣ ସାହାଯ୍ୟରେ ଆପଣ ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ମଧ୍ୟ ନିଜ ବଶରେ କରିପାରିବେ, ତାଠାରୁ କିଛି ବି କାମ ହାସଲ କରିପାରିବେ। ସିଏ ରାତି ଦିନ ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ, ଆପଣଙ୍କର ସବୁ ଇଚ୍ଛା ପୂରଣ କରିବ। ତେବେ ଏହି ବଶୀକରଣ କରିବା ଅତି ସହଜ। ଏହାକୁ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ବତେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ବତେଇବି। ଜାଣିବା ପାଇଁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ପୁରା ଶେଷ ପର୍ଯ୍ୟନ୍ତ ଧ୍ୟାନ ସହିତ ଦେଖିବେ, ତେବେ ଯାଇକି ଆପଣ ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଜାଣିପାରିବେ। ଅଧାରୁ ଛାଡ଼ିକି ପଳେଇଲେ ଆପଣ କିଛି ବି ବୁଝିପାରିବେନି, ପରେ କହିବେ ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ, ମୁଁ ଆପଣଙ୍କୁ ସବୁବେଳେ କହୁଛି ମନ୍ତ୍ର, ତନ୍ତ୍ର, ଯନ୍ତ୍ର, ବଶୀକରଣ ଏମିତି ସେମିତି କାମ କରେନି। ମନରେ ସମ୍ପୂର୍ଣ୍ଣ ବିଶ୍ୱାସ, ନିଷ୍ଠା ଆଉ ଏକାଗ୍ରତାର ସହିତ ଆପଣଙ୍କୁ ଏହି ବିଧି କରିବ। ଦେଖନ୍ତୁ, ଉଦାହରଣ ରୂପରେ ଯେଉଁପରି ଆପଣ ଭଗବାନଙ୍କୁ ମାନୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖିଛନ୍ତି, ନିଜର ସବୁ ଦୁଃଖ କଷ୍ଟ ଅସୁବିଧା ଭଗବାନଙ୍କୁ ଜଣାଉଛନ୍ତି, ଯଦି ସେ ଅସୁବିଧାର ସମାଧାନ ନ ହେଲା, ତାହାର ମାନେ ନୁହେଁ କି ଭଗବାନ ନାହାନ୍ତି। ସେହିପରି ତନ୍ତ୍ର ମନ୍ତ୍ର ହୁଏ, ବଶୀକରଣ କାମ କରେ, କିନ୍ତୁ ଏହାକୁ ଆପଣଙ୍କୁ ସିଦ୍ଧ କରିବାକୁ ପଡ଼ିବ। ପ୍ରୟୋଗ ବିଧି ଠିକ୍ ଭାବରେ କରିବାକୁ ପଡ଼ିବ। ମୁଁ ଆପଣଙ୍କୁ ଯେମିତି ବତେଇବି, ଆପଣଙ୍କୁ ଠିକ୍ ସେହିପରି କରିବାକୁ ପଡ଼ିବ। ତାପରେ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ 100ରୁ 100% ସଫଳ ହେବେ। ଯଦି ଗୋଟିଏ ଥରରେ ହେଉନି, ଦ୍ୱିତୀୟ ଥର ଚେଷ୍ଟା କରନ୍ତୁ, ନିହାତି ଭାବେ ସଫଳ ହେବେ। ଠିକ୍ ଅଛି, ତେବେ ଚାଲନ୍ତୁ ଜାଣିବା ଏହି ବଶୀକରଣ ଆପଣ କିପରି କରିବେ। ଏହି ବଶୀକରଣ ବିଧିକୁ ଆପଣ କେଉଁ ବି ବାରରେ କରିପାରିବେ। ଠିକ୍ ଅଛି, ପ୍ରଥମେ ଆପଣ କ'ଣ କରିବେ, ଯେତେବେଳେ ରାତିରେ ଶୋଇବା ପାଇଁ ଯିବେ, ଗୋଟିଏ ଗ୍ଲାସ୍ ପାଣି ଆଉ ଅଳ୍ପ ଟିକେ ଚିନି ଆଣିବେ। ତାପରେ ପାଣି ଗ୍ଲାସ୍କୁ ନିଜର ସାମ୍ନାରେ ରଖିବେ ଆଉ ଅଳ୍ପ ଟିକେ ଚିନିକୁ ନିଜ ଡାହାଣ ହାତରେ ଧରିବେ। ତାପରେ ଆଖି ବନ୍ଦ କରି ଆପଣ ସେଇ ଝିଅ ବା ନାରୀକୁ ମନେ ମନେ ଭାବିବେ, ତାର ମୁହଁକୁ ନିଜ ମନରେ ଭାବିବେ। ତାପରେ ଏହି ଶବ୍ଦକୁ ଗୋଟିଏ ଥର ପଢ଼ିବେ। ଦେଖନ୍ତୁ, ମନେକର ଆପଣ ଯେଉଁ ଝିଅକୁ ବଶୀକରଣ କରିବାକୁ ଚାହୁଁଛନ୍ତି, ତାର ନାମ ହେଉଛି ସବିତା,
ତେବେ ଆପଣ ଚିନିକୁ ଡାହାଣ ହାତରେ ଧରିକି ଆପଣ ଏହିପରି କହିବେ, ସବିତା ତୀବ୍ର ବଶୀଭୂତାୟ। ଏହିପରି ଗୋଟିଏ ଥର କହିବେ। ଆଉ ଯେଉଁ ଚିନିକୁ ଧରିଛନ୍ତି ସେ ଚିନିକୁ ପାଣି ଗ୍ଲାସରେ ପକାଇଦେବେ। ଏହିପରି ଆପଣ 3 ଥର ଚିନିକୁ ଧରିବେ, 3 ଥର କହିବେ ସବିତା ତୀବ୍ର ବଶୀଭୂତାୟ, ତାପରେ ଚିନିକୁ ପାଣିରେ ପକାଇଦେବେ, ସେ ଯେଉଁ ପାଣି ଗ୍ଲାସରେ ପକାଇଦେବେ। ଏତିକି କରିସାରିବା ପରେ ସେ ଚିନି ପାଣିକୁ ନିଜର ଶୋଇବା ଖଟ ତଳେ ଆପଣ ରଖିକି ଶୋଇପଡ଼ିବେ। ଯେମିତି ସକାଳୁ ଉଠିବେ ବିନା ହାତ ଗୋଡ଼ ମୁହଁ ଧୋଇ ବାସି ମୁହଁରେ ନିଜର ଶୋଇବା ସେଜ ଉପରେ ବସିକି ଆପଣ ସେ ପାଣି ଗ୍ଲାସକୁ ଧରିବେ। ଯେଉଁ ଝିଅ ବା ସ୍ତ୍ରୀକୁ ଆପଣ ବଶୀକରଣ କରିବାକୁ ଚାହୁଁଛନ୍ତି ତାହାର ନାମ ଗୋଟିଏ ଥର ଉଚ୍ଚାରଣ କରିବେ ଆଉ ଗୋଟିଏ ଢୋକ ପାଣି ପିଇବେ। ଏହିପରି ଆପଣ 3 ଥର ନାମ ଉଚ୍ଚାରଣ କରିବେ ଆଉ 3 ଢୋକ ପାଣି ପିଇଦେବେ। ଗ୍ୟାରେଣ୍ଟି ଦେଉଛି ଏତିକି କରିକି ଦେଖନ୍ତୁ, ସେପଟେ ପ୍ରଭାବ ପଡ଼ିବା ଆରମ୍ଭ ହୋଇଯିବ। ସେ ଝିଅ ହେଉ ବା ବିବାହିତା ନାରୀ ସନ୍ଧ୍ୟା ସୁଦ୍ଧା ନିଜେ ଆପଣଙ୍କୁ ଫୋନ୍ କରିବ, ନହେଲେ ନିଜେ ଆସି ଆପଣଙ୍କ ସହିତ କଥା ହେବ। ଧନ୍ୟବାଦ।